ଦିନେ ଜଣେ ଲୋକ ତାଙ୍କ ଗୁରୁଙ୍କ ପାଖକୁ ଆସି କହିଲେ, ଗୁରୁଦେବ, ଜୀବନଟା ପୁରା କଷ୍ଟ ହୋଇଗଲାଣି, ଯାହା କରୁଛି କିଛିରେ ଫଳ ମିଳୁନି, ଆଉ କ'ଣ କରିବି, କିଛି ଉପଦେଶ ଦିଅନ୍ତୁ। ଆଉ ଗୁରୁଦେବ କିଛି ସମୟ ରହିଲେ, କହିଲେ ବସ। କହିଲେ ମୁଁ ଗୋଟେ ଗପଟେ କହୁଛି ଶୁଣ, ସେ ଗପକୁ ଯଦି ତୁମେ ତୁମ ଜୀବନରେ ଲଗେଇ ପାରିବ, ସେ ଗପର ସାରାଂଶକୁ ଯଦି ତୁମେ ତୁମ ଜୀବନରେ ଲଗେଇ ପାରିବ, ତାହେଲେ ତୁମର ସବୁ ଦୁଃଖ କଷ୍ଟ ଲାଘବ ହେଇଯିବ। ଗପଟି ଆରମ୍ଭ କଲେ। ଅନ୍ୟ ଭକ୍ତମାନେ ବି ବସିଥାନ୍ତି। ସମସ୍ତେ ସେ ଗପଟିକୁ ଶୁଣିବା ପାଇଁ, ଗୁରୁଙ୍କ ଉପଦେଶ ଶୁଣିବା ପାଇଁ ଆଗ୍ରହ ସହିତ ତାଙ୍କ ଆଡ଼କୁ ଚାହିଁ ବସିଲେ। ଦିନକର କଥା, ଗୋଟେ ଗଧ ମାଲିକ ଆଉ ଗଧ ଗୋଟେ ବଜାରରୁ ଫେରୁଥାନ୍ତି। ଫେରିଲା ବେଳେ ଗୋଟେ ଜଙ୍ଗଲର ସୁନସାନ ରାସ୍ତାରେ ଗଧ କ'ଣ କରିଛି, ଗୋଟେ ଖାଲ ଭିତରେ ଗଳି ପଡ଼ିଲା। ଖାଲ ଭିତରେ, ଖାଲଟା ବହୁତ ଗଭୀର ଥିଲା। ଇଏ ଯେଉଁ ଗଧର ମାଲିକଟି ଗଧକୁ ଉଠେଇବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ଯଦି ନ ପାରିଲା, କ୍ଳାନ୍ତ ହୋଇକି ସେଠି ବସି ପଡ଼ିଲା। ବସି ପଡ଼ି ଗଧ ତା ପାଇଁ କ'ଣ କରିଛି ସେ କଥା ସବୁ ଚିନ୍ତା କଲା। କହିଲା ଯେ ମୁଁ ଗଧଟାକୁ କିଣିକି ଆଣିଥିଲି, ସେ ମୋ ପାଇଁ ଜିନିଷ ବୁହାଏ, ଆଉ ବହୁତ ପରିଶ୍ରମ କରେ ମୋ ପାଇଁ, ସେ ଯାହା ପାଇଁ ମୁଁ ମୋର ଜିନିଷ ସବୁ ନେଇ ବଜାରରେ ବିକେ, ଲୋକଙ୍କ ପାଇଁ ମଧ୍ୟ ଜିନିଷ ନେଇ ତାଠୁ କିଛି ଭଡ଼ା କମେଇକି ମୋ ପରିବାର ପୋଷଣ କରେ। ଯାହା ହେଲେ ବି ଏ ଗଧ ହେଉଛି ମୋ ପରିବାରର ଗୋଟେ ସଦସ୍ୟ, ମୋ ପାଇଁ ସେ ବହୁତ କାମ କରିଛି। ଯେମିତି ବି ହଉ ମୁଁ ଆଜି ତାକୁ ବଞ୍ଚେଇବି। ତା ଆଖିରୁ ଧର ଧର ଲୁହ ବୋହି ଯାଉଥାଏ। କ'ଣ କରିବ, ନିଛାଟିଆ ରାସ୍ତା, ଏଡ଼େ ଗଧ ପାଇଁ ଖାଇବା ପାଇଁ କିଛି ଯୋଗାଡ଼ କରିପାରୁନଥାଏ। ଡାଳପତ୍ର ପକାଇଲା ବେଳକୁ ଗଧ ମଧ୍ୟ ଡରିକି ଆଉ ଖାଇପାରୁନଥାଏ। ଆଉ କହିଲା ଯଦି ଗଧକୁ ମୁଁ ଏଠି ଛାଡ଼ି ଦେଇ ଯାଉଛି, ସେ ଖାଇବାକୁ ନ ପାଇ ତା ଭିତରେ ମରିବ। କ'ଣ କରିବି, ଆଉ ତାର ଯଦି ଏମିତି ନ ଖାଇ ଶୁଖିକି ମରେ, ତାହେଲେ ସେଇଟା ବହୁତ ତା ପାଇଁ କଷ୍ଟଦାୟକ ହେବ। ସବୁ କଥା ଚିନ୍ତା କରି ସେ ଛାତିରେ ପଥର ରଖିଲା। ପଥର ରଖିକି ଗୋଟେ ନିଷ୍ପତ୍ତି ନେଲା ଯେ ମୁଁ ଗଧକୁ ଜୀବନ୍ତ ଅବସ୍ଥାରେ ଏଠି ସମାଧି ଦେଇଦେବି, ଏକାଥରେ ମରିଯିବ, କାହିଁ କଷ୍ଟ ପାଇକି ମରିବ। ଏଇ କଥା ତା ମନକୁ ଆସିଲା। ଯାହା ବି ହଉ, ତେଣୁ ସେ କ'ଣ କଲା, ସେଠୁ ସେଇ ଯେଉଁ ମାଟି ସେ କଡ଼ରେ ଥିଲା, ସେ ଆସ୍ତେ ଆସ୍ତେ ତା ଭିତରକୁ ମାଟି ପକାଇବାକୁ ଲାଗିଲା ସେ ଖାଲ ଭିତରକୁ। ଯେତେବେଳେ ଖାଲ ଭିତରେ ମାଟିଟା ଭରି ଯାଉଥାଏ, ଗଧକୁ କ'ଣ ହେଉଥାଏ, ତା ପିଠିରେ ଓଜନ ଲାଗୁଥାଏ। ଯେତେବେଳେ ଓଜନ ଲାଗିଲା, ଗଧ ସବୁଠୁ ତା ପିଠିକି ଏମିତି ଝାଡ଼ି ହେଇକି ଉପରକୁ ଉଠିବାକୁ ଆସ୍ତେ ଆସ୍ତେ ଲାଗିଲା। ସେ ଯେମିତି ମାଟି ଫୁଲ ହେଇଯାଉଥାଏ ତା ପିଠି ଉପରେ, ତାକୁ ଓଜନ ଲାଗୁଥାଏ, ଗଧ ସେମିତି ପିଠିକି ଝାଡ଼ି ହେଇକି ଉପରକୁ ଉଠିଲା। ଏଇ ପ୍ରୋସେସ କିଛି ସମୟ ଚାଲିଲା ପରେ ଆସ୍ତେ ଆସ୍ତେ ଗଧ କ'ଣ ହେଲା, ମାଟି ଖାଲଟା ପୋତି ହେଇ ଚାଲିଲା। ସେ ଉପରକୁ ଉଠି ଚାଲିଲା। ଲାଷ୍ଟକୁ ଗଧ ବାହାରକୁ ବାହାରି ଆସିଲା, ଆଉ ଗଧର ମାଲିକ ଆଉ ଗଧ ଆନନ୍ଦର ସହିତ ଘରକୁ ଫେରିଲେ। ଏ କଥାର ସାରାଂଶ ତୁମେମାନେ କ'ଣ ଜାଣିଲ? ଗୁରୁଦେବ ପଚାରିଲେ। ଆଉ ଗୁରୁଦେବ ଏହାର ଉତ୍ତର ମଧ୍ୟ ଦେଲେ ଯେ ଯେତେ କଷ୍ଟ ପଡ଼ିବ, ସେ କଷ୍ଟକୁ ତୁମେ ସାମ୍ନା କର, କିଛି ଆକ୍ସନ୍ ନିଅ, ତୁମର କର୍ତ୍ତବ୍ୟ କରିଚାଲ। ଯେମିତି ଗଧ ପିଠିରେ ବୋଝ ପଡ଼ିବାରୁ ସିଏ ଦେହ ହଲେଇକି ଉପରକୁ ଉଠିଲା। ଆଗରୁ ତ ଉଠୁନଥିଲା, ଆଗରୁ ଛଟ ହେଇକି ସେଠି ଡରି ହେଇକି ସେଠି ତା ଭିତରେ ପଡ଼ିକି ରହୁଥିଲା। ସେମିତି ତୁମ ଯଦି ଯେତେ ତୁମ କଷ୍ଟ ପଡ଼ିଲେ ମଧ୍ୟ ତୁମେ ସେ କଷ୍ଟକୁ ଅତିକ୍ରମ କରିବାକୁ ନିଜେ ଚେଷ୍ଟା ନିରତ ହୁଅ। ଦେଖିବ ସେ କଷ୍ଟ ଦିନେ ନା ଦିନେ ହଟିଯିବ। କୌଣସି ଜିନିଷ ସ୍ଥାୟୀ ନୁହଁ, ସୁଖ ସ୍ଥାୟୀ ନୁହଁ କି ଦୁଃଖ ସ୍ଥାୟୀ ନୁହଁ, କଷ୍ଟ ସ୍ଥାୟୀ ବି ନୁହଁ। ତୁମର ଚେଷ୍ଟା ଫଳରେ ତୁମେ ତାହାକୁ ଅତିକ୍ରମ କରିଯାଇପାରିବ। ଖାଲି ଏତିକି ବିଶ୍ୱାସ ରଖିବା ଦରକାର ଯେ ଭଗବାନ ଅଛନ୍ତି, ତାଙ୍କ ଉପରେ ଭରସା ରଖିବା ଦରକାର ଏବଂ ନିଜ ଉପରେ ମଧ୍ୟ ଭରସା ରଖିବା ଦରକାର। ତାହେଲେ ତୁମେ ଏ ଭବସାଗର କଷ୍ଟ, ଏ
ପାର୍ଥିବ ଜଗତର କଷ୍ଟକୁ ଦୂର କରିପାରିବ। ଜୟ ଗୁରୁ।